ଆଜି ହେଉଛି ଅକ୍ଷୟ ତୃତୀୟା। ଏହି ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ମୋର କୋଟି କୋଟି ନମସ୍କାର ଜଣାଉଛି। ଆଜି ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ରଥକାଠ ନିର୍ମାଣ ଆରମ୍ଭ ହୋଇଯାଇଛି। ସେହି ଜଗନ୍ନାଥଙ୍କୁ ମୋର କୋଟି କୋଟି ନମସ୍କାର ଏବଂ ମୋର ସମସ୍ତ ଦର୍ଶକ ଏବଂ ସମସ୍ତ ସବସ୍କ୍ରାଇବର ମାନଙ୍କୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତୁ। ଏହି ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ସେହି ଟଙ୍କାଟି କ'ଣ ଆପଣମାନେ ହୁଏତ ଜାଣିଥିବେ। ସେହି ଟଙ୍କାଟି ହେଲା ସିଏମ୍ କିଷାନ ବା କାଳିଆ ଯୋଜନା ଟଙ୍କା। ଆଜି ଦିନ 11ଟାରୁ ଆରମ୍ଭ ହୋଇଗଲାଣି ସମସ୍ତ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଆସିବା। ତ ଯେଉଁମାନେ ଯୋଗ୍ୟ ଅଟନ୍ତି ନିହାତି ଏହି ସିଏମ୍ କିଷାନ ବା କାଳିଆ ଯୋଜନା ଟଙ୍କା ମିଳିବ। ତ ଯେଉଁମାନଙ୍କର ଆକାଉଣ୍ଟକୁ ଏପର୍ଯ୍ୟନ୍ତ ଆସିନାହିଁ ସେମାନେ ଆଦୌ ଚିନ୍ତା କରନ୍ତୁନି। ନିଶ୍ଚୟ ଆଜି ନହେଲେ କାଲି ଏହି ସିଏମ୍ କିଷାନ ଟଙ୍କା ଆସିବ। ଗତ ବର୍ଷ ଏହି ଅକ୍ଷୟ ତୃତୀୟାରେ କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ତ ତା ପରଦିନ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବା ଅକ୍ଷୟ ତୃତୀୟା ପରଦିନ ସମସ୍ତ ଆକାଉଣ୍ଟକୁ ଆସିଥିଲା। ତ ଦେଖନ୍ତୁ ଆପଣମାନେ ଚିନ୍ତା କରନ୍ତୁନି, ନିଶ୍ଚୟ ଆଜି ନହେଲେ କାଲି ଆସିବ ଏହି ସିଏମ୍ କିଷାନ ବା କାଳିଆ ଯୋଜନା ଟଙ୍କା। ତ ଏହି ଖବର କାଗଜ ଗୁଡ଼ିକରେ ମଧ୍ୟ ପ୍ରକାଶ ପାଇସାରିଲାଣି। ମୁଁ ଆଜି ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇବି ଖବର କାଗଜରେ କ'ଣ ପ୍ରକାଶ ପାଇଛି ଏହି ସିଏମ୍ କିଷାନ ବା କାଳିଆ ଯୋଜନାର ଖବର। ତ ଆସନ୍ତୁ ଜାଣିବା ସେହି ଖବର କାଗଜ ଗୁଡ଼ିକରେ କ'ଣ ପ୍ରକାଶ ପାଇଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସେହି ଖବର କାଗଜ ଗୁଡ଼ିକରେ କ'ଣ ଅପଡେଟ୍ ଦେଇଛନ୍ତି ଆସନ୍ତୁ ଜାଣିବା। ଦେଖନ୍ତୁ ଏହା ଧରିତ୍ରୀ ନ୍ୟୁଜରେ ମଧ୍ୟ ପ୍ରକାଶ ପାଇସାରିଲାଣି 11:55 AM-ରେ 11:55 AM-ରେ ମଧ୍ୟ ପ୍ରକାଶ ପାଇସାରିଲାଣି। ଚାଷୀଙ୍କ ପାଇଁ ବଡ଼ ଖୁସି ଖବର ଆସିଲା ସିଏମ୍ କିଷାନ ଟଙ୍କା। ଦେଖନ୍ତୁ ଆଜ୍ଞା, ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ସୁଖ ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅନ୍ୟପକ୍ଷେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ କୃଷକ ସମାରୋହ। ଏହି ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ସିଏମ୍ କିଷାନ ଟଙ୍କା ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି। ତ ଦେଖନ୍ତୁ ଆଜ୍ଞା, 50 ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ସିଏମ୍ କିଷାନ ଟଙ୍କା। 1000 କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଯାଇଛି। ରାଜ୍ୟସ୍ତରୀୟ କୃଷକ ସମାରୋହରେ ଏହି ଟଙ୍କା ପାଇ ଚାଷୀ ଉପକୃତ ହେବେ ବୋଲି ଚାଷୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ତ ଦେଖନ୍ତୁ ଆଜ୍ଞା, ଏହି ଧରିତ୍ରୀ ନ୍ୟୁଜରେ ମଧ୍ୟ ପ୍ରକାଶ ପାଇସାରିଲାଣି। ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଖବର କାଗଜ ଗୁଡ଼ିକରେ ପ୍ରକାଶ ପାଇଛି। ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। 50 ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ଟଙ୍କା। ଦେଖନ୍ତୁ ଆଜ୍ଞା, ଓଡ଼ିଶା ଭାସ୍କରରେ ମଧ୍ୟ ପ୍ରକାଶ ପାଇସାରିଲାଣି। ନିଶ୍ଚୟ ଏହି ସିଏମ୍ କିଷାନ ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ। ଆପଣମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, ନିଶ୍ଚୟ ଆଜି ନହେଲେ କାଲି ଏହି ସିଏମ୍ କିଷାନ ଟଙ୍କା ଆସିବ। ତ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସମସ୍ତଙ୍କ ପାଖକୁ ସେୟାର କରନ୍ତୁ ଏବଂ ଯେଉଁମାନେ ଏହି ସିଏମ୍ କିଷାନ ଟଙ୍କା ପାଇଛନ୍ତି ସେମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।